ଆମ ସମସ୍ତଙ୍କ ପାଇଁ ଆସିଗଲା ଖୁସି ଖବର ଭାଇ। ଖୁସି ଖବର କ'ଣ କି ସ୍କଲାରସିପ୍ ଆମ ପାଖକୁ ମିଳିବାର ଥିଲା। ତ ସ୍କଲାରସିପ୍ ମିଳିବାର ଥିଲା ଯେଉଁ ଡେଟ୍ଟା ଆମର ଆସିଥିଲା। ତ କିଛି ଆପଣଙ୍କ କ ଖ ଦୁଇଟା ଫର୍ମ ମିଳିବାର ଥିଲା। ତ ଆପଣମାନେ କ'ଣ ସେଇଟା ଯେଉଁ ଆପଣମାନେ ଜାଣିପାରିବେ। ଗୋଟେ ହେଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ଯେଉଁ ଘୋଷଣାନାମ, ମାନେ ସେଇମାନେ ଆବେଦନ କରିପାରିବେ। ଆଉ ଗୋଟେ ଯେଉଁ ଅଛି ଯେଉଁଟା ଆମର ଖ ଯେଉଁଟା ଅଛି ଅଭିଭାବକଙ୍କ ଦ୍ୱାରା ଘୋଷଣାନାମ। ତ ଭାଇ ଏଇ ଫର୍ମଟା ଆପଣ କେମିତି ପାଇବେ, ଫର୍ମ କେଉଁଠି ଯାଇକି ଫିଲ୍ଅପ୍ କରିବେ। ତ ଭିଡ଼ିଓ ଲାଷ୍ଟ ଯାଏ ଦେଖନ୍ତୁ। ଭିଡ଼ିଓ ଯଦି ଆପଣ ଗୋଟେ ଇନଫର୍ମେଟିଭ୍ ଭିଡ଼ିଓ ବନେଇଛି ତ ଆପଣମାନଙ୍କ ପାଇଁ, ଆପଣମାନେ କେମିତି 9, 10 ହଜାର 11 ହଜାର ଟଙ୍କା ପାଇବେ। ତ ସେଇ ବିଷୟରେ ମୁଁ କହୁଛି। ଏଠି ଲେଖା ହେଇଛି ଯଦି ଛାତ୍ରଛାତ୍ରୀଙ୍କ ବୟସ 18 ବର୍ଷରୁ ଉର୍ଦ୍ଧ୍ୱ ହୋଇଥାଏ, ତ ଯଦି 18 ବର୍ଷରୁ ଉର୍ଦ୍ଧ୍ୱ ହୋଇଥାଏ ସେମାନେ ହିଁ ଏଇଟା ହିଁ ଆପ୍ଲାଏ କରିପାରିବେ। ଯେଉଁ ଅଛି ଆମର ଛାତ୍ରମାନଙ୍କ ପାଇଁ, ଯେଉଁଟା ଛାତ୍ରଛାତ୍ରୀମାନଙ୍କ ପାଇଁ ଅଛି। ଏବଂ ଯେଉଁଟା ଖ ବିଭାଗ ଅଛି, ତ ଆମର ଖ ବିଭାଗ କେଉଁଟା, ଯଦି ଆମ ଛାତ୍ରଛାତ୍ରୀମାନଙ୍କର ବୟସ ସୀମା 18ରୁ କମ୍ ଅଛି, ମାନେ ଯେଉଁମାନେ ପାଠ ପଢ଼ୁଛନ୍ତି ବାକି କ'ଣ ହେବ, ସେମାନଙ୍କର ନିଜର 18 ବର୍ଷରୁ ଅଧିକା ହେଇନାହିଁ, ତ ସେମାନେ ତାଙ୍କ ବାପାମାନଙ୍କ ଦ୍ୱାରା ବା ଅଭିଭାବକଙ୍କ ଦ୍ୱାରା, ତାଙ୍କର ଯିଏ ଗାର୍ଡ଼ିଆନ୍ସ ଅଛି ତାଙ୍କମାନଙ୍କ ଦ୍ୱାରା ସେଇଟା ଫର୍ମ ଫିଲ୍ଅପ୍ କରିବାର ଅଛି। ତ ସିମ୍ପଲ୍ ଏଠି ଫାଷ୍ଟ କ'ଣ ଦେଇଛି ଆପଣ ଦେଖିନିଅନ୍ତୁ। ଏଠି ଫାଷ୍ଟ ଦେଇଛି ଜିଲ୍ଲା, ଏଠି ବ୍ଲକ। ତେଣୁ ଜିଲ୍ଲା ବ୍ଲକ ଆପଣମାନେ ଚୁଜ୍ କରିସାରିଲା ବାଦେ ଦେଖିପାରନ୍ତୁ ଏଠି ଅଛି ପାଠ୍ୟକ୍ରମ ଓ ବର୍ଷ। ପାଠ୍ୟକ୍ରମ ବର୍ଷ ଏଠି ଦେବେ, ରୋଲ୍ ନମ୍ବର ବି ଏଠି ଦେବେ, ଏଠି ମହାବିଦ୍ୟାଳୟ ନାମ ଆପଣ କେଉଁ ମହାବିଦ୍ୟାଳୟ, ତାପରେ ଏଠି ଅଛି ଛାତ୍ର ଏବଂ ମୋବାଇଲ୍ ନମ୍ବର ଆପଣ ଦେବେ। ଦେନ୍ ଏଇଠି ଏଠି ଦ୍ୱାରା ମୁଁ ଶ୍ରୀମତୀ ବା ଶ୍ରୀଯୁକ୍ତ ଶ୍ରୀ ଏଇଗୁଡ଼ାକ ଆପଣ ଦେଇପାରିବେ। ଏଠି ଆପଣମାନଙ୍କ ନାଁ ଦେବେ, ଏଠି ବୟସ ଦେବେ। ତେଣୁ ଏଠି ବୟସ ଦେଇସାରିଲା ପରେ ଏଇଠି ଆପଣମାନେ ଦେଖିପାରିବେ କି ଆଧାର ନମ୍ବର ଅଛି। ତେଣୁ ଏଠି ପିତାଙ୍କ ନମ୍ବର, ପିତା ବା ମାତା ନମ୍ବର, ଯାହା ପିତା ବା ମାତାଙ୍କ ନାମ ଏଠି ଦେଇଦେବେ। ତେଣୁ ଏଠି ଆପଣ ଆଧାର ନମ୍ବର ବର୍ତ୍ତମାନ କେଉଁଠି ଅଛନ୍ତି କ'ଣ କିଏ ସବୁ ଏଠି ଦେଇଦେବେ। ଦେନ୍ ଏଠି ମହାବିଦ୍ୟାଳୟ ବା ଆପଣ ବିଦ୍ୟାଳୟ ଯେଉଁଟା ପଢ଼ୁଛନ୍ତି ସେଠି ପଢ଼ିବେ। ସ୍ନାତକୋତ୍ତର ଶ୍ରେଣୀ, ମାନେ ଆପଣମାନେ କ'ଣ ପଢ଼ୁଛନ୍ତି, ଡିଗ୍ରୀ ଯେଉଁ ଆପଣମାନଙ୍କୁ କୁହନ୍ତି ସେ ଡିଗ୍ରୀ ବର୍ଷ ଛାତ୍ରଛାତ୍ରୀ ଘୋଷଣା କରୁଛୁ ଯେ ଯାହା ଲେଖା ହେଇଛି ସେଇଟା ଫାଷ୍ଟ ଆପଣମାନେ ପଢ଼ିବେ। କିଛି ପଏଣ୍ଟ ଗୁଡ଼ାକ କିଛି ଅଛି। ମୋର ପିତା ବା ମାତା, ସ୍ୱାମୀ କୌଣସି ସରକାରୀ ସାଧାରଣ ଉଦ୍ୟୋଗ, PSU ସୋସାଇଟି ଯେଉଁ ଲେଖା ହେଇଛି ଯେଉଁଟା ସେଇଟା ପଢ଼ିଲେ ଭଲ କିନା। ଦେନ୍ ସେ ସ୍ଥାୟୀ ଚାକିରି ଭୁକ୍ତ ନୁହନ୍ତି ବା ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଦରମା ପାଇଁ ଆବେଦନ ପାଇପାରୁନାହାନ୍ତି। ତ ଏସବୁ କିଛି ଡିଟେଲ୍ସ ପଢ଼ିଲେ ଏଇଠି ଲେଖା ହେଇଛି ମୁଁ ଉପରୋକ୍ତ ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟ ନିୟମିତ ଭାବରେ ପାଠ୍ୟକ୍ରମ ଜାରି ରଖିଛି। ମାନେ ଆପଣ ନିୟମିତ ଭାବରେ ପାଠ ପଢ଼ି ଯାଉଥିବେ, ମାନେ ରେଗୁଲାର କ୍ଲାସ୍ କରୁଥିବେ। ଯେଉଁ ରେଗୁଲାର ଗୋଟେ ଥାଏ ଏକ୍ସ ରେଗୁଲାର, ସେଇଟା ହେଲା ରେଗୁଲାର। ଦେନ୍ ଏଇଠି ଆପଣମାନଙ୍କୁ ଆଉ ଗୋଟେ ଦେଖିପାରିବେ ମୁଁ ବାର୍ଷିକ ପାରିବାରିକ ଆୟ ବା ପିତାମାତାଙ୍କ ଆୟ ମୋର ନିଜ ଆୟ ବା ଏହାକୁ ପରିସରଭୁକ୍ତ ନୁହେଁ, ମାନେ ମୁଁ କିଛି ରୋଜଗାର କରୁନାହିଁ। ମୁଁ ସରକାରଙ୍କ ଦ୍ୱାରା ଅନ୍ୟ କୌଣସି ଯୋଜନା ଛାତ୍ରବୃତ୍ତି ଉପଲବ୍ଧ କରୁନାହିଁ ବା ବାର୍ଷିକ ଆପଣ ଫକୀରମୋହନ ଭାଷାବୃତ୍ତି ଯେଉଁଟା ଆପଣଙ୍କୁ ଘଟି କ'ଣ କି ଆପଣଙ୍କ ଭାଷାରେ ସେଇଟା ଯେଉଁ ଆପଣ ପାଆନ୍ତି ସ୍କଲାରସିପ୍। ତ ଅଲଗା କିଛି ସ୍କଲାରସିପ୍ ମୁଁ ପାଏ ନାହିଁ, ଯେଉଁଟା ଫକୀରମୋହନଙ୍କ ସ୍କଲାରସିପ୍ ଯେଉଁଟା। ତାପରେ ଅଛି 5 ନମ୍ବର ପଏଣ୍ଟରେ ଦେଖିବାଠି ଆପଣ ଅଛି ମୁଁ ନାମ ଲେଖା ସମୟରେ ସାମ୍ସ ପୋର୍ଟାଲରେ କମନ୍ ଆପ୍ଲିକେସନ୍ ଫର୍ମରେ ପ୍ରଦାନ କରିଥିବା ବ୍ୟାଙ୍କ ଆକାଉଣ୍ଟଟି ଏଠି ଅଛି ନମ୍ବରଟି ଏଠି ଦେଇଦେବେ। IFC ବ୍ରାଞ୍ଚ ଏଠି ନେମ୍, ମୋ ନିଜସ୍ୱ ଯାହା ଠିକଣା ସବୁ ଏଠି ଦେଇଦେବେ। ତେଣୁ ଆପଣ ଏଠି ଅଥବା ମାନେ ଆଉ ଗୋଟେ କିଛି ଯଦି ଅଛି ଅଥବା ଅଲଗା କିଛି ମ୍ୟାଟରରେ ଦେଖିପାରିବେ। ଏଠି ଲେଖା ଅଛି ମୁଁ ନାମ ଲେଖା ସମୟରେ ସାମ୍ସ ପୋର୍ଟାଲରେ କମନ୍ ଆପ୍ଲିକେସନ୍ ଫର୍ମରେ ଦାଖଲ କରିଥିବା ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସଟି ସଂଶୋଧନ କରି ନିମିତ ଆକାଉଣ୍ଟରେ ମୋର ଛାତ୍ରବୃତ୍ତି ପ୍ରଦାନ କରିବେ। ମାନେ ଏଇଠି ଆପଣମାନେ ଦେଖିପାରିବେ ଏଇ ଯେଉଁ ଅଛି ଆପଣମାନେ ଅଲଗା କିଛି ଖରେ ବି ଲେଖିପାରିବେ କି ଆପଣ ଅଲଗା କେଉଁ ବ୍ୟାଙ୍କ ଆକାଉଣ୍ଟରେ ଆପଣ ଆଡ଼୍ କରିବେ। ଯଦି ଫାଷ୍ଟ ଏଇଠି କରିପାରିବେ। ଯଦି ଆପଣମାନେ ଆପଣଙ୍କ ସେଇ ଫାଷ୍ଟ ଯଦି କରିପାରିବେନି ତେଣୁ ସେକେଣ୍ଡ ଆପଣ ଅଛି ଯେଉଁ ସେକେଣ୍ଡ ଅଛି ସେଇ ସେକେଣ୍ଡରେ ବି ଆପଣମାନେ କରିପାରିବେ। ମାନେ ଆପଣମାନଙ୍କ ଯେଉଁ ନୂଆ କିଛି ଆଡ଼୍ କରିବେ ବ୍ୟାଙ୍କ ଆକାଉଣ୍ଟଟି ସେଇଟା ଏଇଠି କରିପାରିବେ। ଦେନ୍ ଏଇଠି କିଛି ଭଳି ତ ଏଇଠି ଆପଣମାନଙ୍କ ନାଁ ଲେଖିବେ। ଏଠି ସାକ୍ଷାତ ସ୍ୱାକ୍ଷର ମାନେ ନିଜର ନାମ ଲେଖିପାରିବେ ଏବଂ ତାରିଖ ଲେଖିପାରିବେ। ଛାତ୍ରଛାତ୍ରୀଙ୍କ ସ୍ୱାକ୍ଷର ଏବଂ ସ୍ଥାନ ଏଠି ଫୋକସ୍ କରିବେ, ଆପଣମାନେ ଆଡ଼୍ କରିବେ। ଦେନ୍ ଫର୍ ଅଫିସିଆଲ ୟୁଜ୍ ଆଟ୍ HEI ସେଇଟା ଖାଇଛି ମୁଁ ଘୋଷଣା କରୁଛି ଉପରୋକ୍ତ ଛାତ୍ରଛାତ୍ରୀଙ୍କ ଘୋଷଣା ଉପରେ ଆଧାର କରି ପୋର୍ଟାଲରେ ସୂଚନା ଅପଡେଟ୍ କରାଯାଇଛି। ଯାଞ୍ଚକାରୀ ଡସ୍କଟ୍ ମାନେ ଯେ ଯାଞ୍ଚ କରି ସେଇଟା ଡସ୍କଟ୍ ନୋଡାଲ ଅଫିସର ଡସ୍କଟ୍ ମାନେ ଆପଣମାନେ କଲେଜକୁ ଯିବ, କଲେଜରେ ହିଁ ଆପଣମାନଙ୍କ ଏଇଟା କରିବେ। ଦେନ୍ ଏଇଠି ଗୋଟେ ସିଗ୍ନେଚର ଅପସନ୍ ଅଛି। ଦେନ୍ ଏଇଠି କାଟିବା ପାଇଁ ଗୋଟେ ଅଛି, କାଟିପାରିବେ। ଜିଲ୍ଲା, ବ୍ଲକ, ମହାବିଦ୍ୟାଳୟ ନାମ, ଛାତ୍ରଛାତ୍ରୀଙ୍କ ନାମ, ଏଇଠି ପାଠ୍ୟକ୍ରମ ବର୍ଷ, ରୋଲ୍ ନମ୍ବର। ତ ଏଇଟା ମେନ୍ ଦରକାର ଆପଣଙ୍କର। ମୁଁ ଘୋଷଣା କରୁଛି ଯେ ଉପରୋକ୍ତ ଛାତ୍ରଛାତ୍ରୀ ଘୋଷଣା ନାମ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଦାଖଲ ହୋଇଛି। ତ ଯାଞ୍ଚକାରୀ ଡସ୍କଟ୍ ଏଠି ମାରିବେ।
जहाँ क विभाग करके आप कॉलेज सबमिट करेंगे देन सेकेंड आपको 18 वर्ष जो है 18 वर्ष कम आपने तो आप कौन करेंगे तो सेम प्रोसेस आप ना करेंगे देन आपणकर जो अच्छी बापा ना से सरी आप फास्ट माँ ना देवे देन ये बापा ना जी बापा ना नहीं जी बाहागर हो जो झील से स्वामी ना ये देपारे देन बयस बयस देपारे आधार नंबर घोषणा देदेवे ये लेखा मोर पुत्र बा पुत्री माने आपण माँ आपण माँ ये लिखे कि मोर पुओ बा झील माने आपण माँ जी आप पुओ का झील सी पढ़ुं तो ये वार्ड देवे बयस देदेवे आधार नंबर बर्तमान कौट कौन अच्छा आप देदेवे तो महाविद्यालय आप विद्यालय पढ़ुं स्नातक आम कौन पढ़ुं आप अनर्स कौन तो से देवे वर्षर छात्र छात्री अटे मोर पुत्र बा पुत्री स्त्री बा जो कौन कि उपरोक्त महाविद्यालय विश्वविद्यालय नियमित भाव में पाठ्यक्रम जारी रखी तो यहाँ आपण माँ बापा मैंने ही सिग्नेचर मारे लास्ट लिखिदे मुझे कहीदे आपण माँ बापा मैंने भी ये आक्शन ने तो ये लिखा जाए मुझे कौन सरकारी साधारण उद्योग स्थायी चाकरी भुक्त नुहे मैंने कौन सरकारी चाकरी कर शिक्षानुष्ठान दरमा कि कौन गवर्नमेंट दरमा ही पाऊनी मोर वार्षिक पारिवारिक आय सरकार द्वारा प्रणीत आय परिसर भुक्त नुहे तो यहाँ कि गला देन आप लिखिपारे ये सेम पर आप जहाँ से भी सेम पर डिटेल्स फिलअप करेंगे देन ये से आरटे जमी आपने फिलअप करते कि आपर अच्छी बैंक अकाउंट नंबर से देपारे देन आप नुआ कि आड करेंगे ये भितर नुआ कि भी आड करेंगे आपने जहाँ पसंद अच्छी ता ही करेंगे देन यहाँ कर सारे आपटा भी जमी ना फा आप लिखा से भाई ना लिखिदे डस्कट सिग्नेचर तारीख स्थान सब लिखिदे ये आड करेंगे देन ये आपने तले भी जांचकारी डस्कट मैंने आपको जी जांच कर मैंने आप कॉलेज से ही सिग्नेचर मार तो दुटाक फर्म ही भाई फर्म तो मुझे डिस्क्रिप्शन बॉक्स देदेवी ना आपको भी ऑनलाइन बहुत सारा मिल जाए कि डिस्क्रिप्शन ये फर्मटा केमती मिल तो ये देखिपारे तो ये अंडर ट्रैकिंग फॉर्मेट यहाँ जो अच्छे से पीडीएफ आप सर्च मारदेले भी आसो भारी तो ये भाव में आपण भिके पांड्यान कईटा नुआ ओडिशा चेयरमैन भिके पांड्यान जहाँ कहीठार जो सेटा भी आपने ये चूज करेंगे तो आपरे कि आपने भी स्टेट स्कॉलरशिप आराम पाइपर तो जो मैंने पाठ पढ़ुं तो आपने डरुवे कि मोटर 18 वर्ष है मुझे पाइपर ना आपण जो स्कॉलरशिप कि जी कौटे मोटे 18 वर्ष हो जाए किए कहे मु नियमित भाव पाठ पढ़ू मिलने सब डिटेल्स नेक्स्ट वीडियो आनी तो वीडियो गोटे लाइक कर नुआ से सब्सक्राइब कर बेल नोटिफिकेशन ऑल पर सिलेक्ट कर दिंटू रोचे नेक्स्ट वीडियो जय जगन्नाथ जय बजरंगबली भारत माता की जय।